ଆପଣ ମୁଁ जो यूनिवर्सिटी राजनीति करिसंती जोटी पाठ सर पढिसंती ताको जदि चेंज कर दिया जे ना को आपण खुशी हेबे की? सर मु जेमिति अधिकांश भारतीय माने निजर इतिहास विषय अवगत नाहांती मु मध्ये गोटे समय पर्यंत ए इतिहास विषय अवगत नथिल जे रेवेन्सार पूर्वतन ना कटक कॉलेज थिला। देशकाल पात्र बही मु जेपी दास कर न पढ़े न्यू हॉस्टल 103 नंबर रूम रे बसिकी एवं मु न जाने जे टी रेवेन्सांकर नौ दुर्भिक्ष समय कौन भूमिका थिला एवं मु एटा भी न जाने जे तार ना पूर्व कटक कॉलेज थिला बोली सेतबेला पर्यंत मो पई हुए तो रेवेन्सा नाटा बहुत माने आवेग धारण करूला मो मन भितर जेमिति आज से इतिहास को जानि नथिया समस्त व्यक्ति विशेष मन भितर अभिलाष रखिछि सिद्ध धर्मेंद्र जेतबेला मु प्रधान से एक विषय कथा को कहला जानिली परे आपनका भितरे ए कथा ना ना पसिला ना ना जेतेबेले आपण ना पाठ ना पढुଥିଲେ राजनीति करथले सेतेबेले भाबुଥିଲେ ए सेतबेला कॉलेज रो नाଇଁ यूनिवर्सिटी ନାଇଁ रो नाटा काहे कि रेवेन्सा अछि काहे कि ନାଇଁ कटक कॉलेज होउनी? ନିଶ୍ଚିତ ନିଶ୍ଚିତ ଆଜ୍ଞା ଆମେ ରେଭେନ୍ସାର ଫ୍ଲାଗ କୁ ନେଇକି ଅତୀତରେ ଆନ୍ଦୋଳନ କରିଛୁ ଏବଂ ଆପଣ ଯଦି ଇତିହାସ ରେଭେନ୍ସାରେ ଯାଇକି ଛାତ୍ର ଆନ୍ଦୋଳନର ଦେଖିବେ ସେତେବେଳେ ଆମେ ଗୋଟେ ସଫଳ ଆନ୍ଦୋଳନ ମଧ୍ୟ ମାନେ ସେଇ ସମୟରେ କରିଥିଲୁ ଯୋଉ ସମୟରେ ରେଭେନ୍ସା ଫ୍ଲାଗ କୁ ବାହାର କରିକି ସେଇ ଜାଗାରେ ତିରଙ୍ଗା ଆଜି ଉଡୁଛି ଏବଂ ରେଭେନ୍ସା ଫ୍ଲାଗ ଯାହା ଉପନିବେଶବାଦର ଆମ ମୁଣ୍ଡ ଭିତରେ ଗୋଟେ ପ୍ରତୀକ ଆମ ସାମ୍ନାରେ ଗୋଟେ ପ୍ରତୀକ ହେଇକି ଆମ ସାମ୍ନାରେ ଝଲସୁଥିଲା ଯୋଉଥିରେ ବ୍ରିଟିଶ ର ଫ୍ଲାଗ ର ଗୋଟେ ସିମ୍ବୋଲିକା ଗୋଟେ ବ୍ରିଟିଶ ର ଫ୍ଲାଗ ର ଗୋଟେ ରିଫ୍ଲେକ୍ସନ ରେଭେନ୍ସା ଫ୍ଲାଗ ର ଭିତରେ ସମସ୍ତେ ଦେଖୁଥିଲେ ତା ବିରୁଦ୍ଧରେ ଆନ୍ଦୋଳନ କରିକି ସଫଳ ଆନ୍ଦୋଳନ କରିକି ଆମେ ତା ଜାଗାରେ ତିରଙ୍ଗା ଲଗେଇଛୁ ତେଣୁ ଆଜି କେନ୍ଦ୍ରର ଶିକ୍ଷାମନ୍ତ୍ରୀ ଯୋଉ ବିଷୟକୁ ସମସ୍ତଙ୍କ ଆଗରେ ରଖିଛନ୍ତି ସେଟା ନିଶ୍ଚିତ ରୂପେ ଗୋଟେ ନୂଆ ବିତର୍କ ଆମ ରାଜ୍ୟରେ ଜନ୍ମ ଦେଇଛି କିନ୍ତୁ ସେ ପ୍ରଥମ ଥର ଏଇ ବିଷୟକୁ ଉଠେଇଛନ୍ତି ୟା ନୁହେଁ 1960 ଦଶକରେ ଏ ଆନ୍ଦୋଳନ ଦେଶ ସ୍ୱାଧୀନତା ପରେ ବହୁତ ଜୋରଦାର ହେଇଥିଲା ରେଭେନ୍ସାର ନାଁ ପରିବର୍ତ୍ତନ କରିବାକୁ ନେଇକି ଏବଂ ପୂର୍ବରୁ ମଧ୍ୟ ରେଭେନ୍ସାର ପୂର୍ବତନ ଅଧ୍ୟକ୍ଷ ମାନେ ବହୁତ ରେଭେନ୍ସାରେ ପାଠ ପଢିଥିବା ଜ୍ଞାନୀଗୁଣୀ ବ୍ୟକ୍ତି ସେମାନେ ସମସ୍ତେ ଉପନିବେଶବାଦର ଯୋଉ ମାନେ ଯୋଉ ଚିହ୍ନ ଅଛି ନାଁ ସହିତ ସେ ନାଁ କୁ ଉପନିବେଶବାदକୁ ଘୃणा ଯଦି କରୁଥିବା ଏ ର ସମସ୍ତ ବ୍ୟକ୍ତି ନାଁ ରେଭେନ୍ସାର ଚେଞ୍ଜ ନାଁ କରିକି ବି ହେଇଛି ପରିବର୍ତ୍ତନକୁ ସମर्थନ କର